ଶ୍ରାବଣ ସୋମବାର ଦିନ ତୁଳସୀରେ ବାନ୍ଧି ଦିଅନ୍ତୁ ଗୋଟିଏ ଜିନିଷ, ପ୍ରତ୍ୟେକ ମନସ୍କାମନା ପୂର୍ଣ୍ଣ ହେବାକୁ ଲାଗିବ। ପ୍ରତ୍ୟେକ ଦୋଷରୁ ମୁକ୍ତି ମିଳିବ। ଏତେ ଧନ ଆସିବ ଯେ ଆପଣ ସମ୍ଭାଳି ପାରିବେ ନାହିଁ। ମାତା ଲକ୍ଷ୍ମୀ ଓ ପ୍ରଭୁ ଶ୍ରୀହରି ବିଷ୍ଣୁଙ୍କ ଆଶୀର୍ବାଦରୁ ପୁରା ବର୍ଷ ଧନ ବର୍ଷା ହେବ। ଶ୍ରାବଣ ସୋମବାର ବହୁତ ଚମତ୍କାରୀ ଓ ଫଳଦାୟୀ ଦିନ ମନାଯାଏ। ତେବେ କଣ ସେହି ଜିନିଷ ଆସନ୍ତୁ ଜାଣିବା। କିନ୍ତୁ ଜାଣିବା ପୂର୍ବରୁ ହେ ଧନର ଦେବୀ ମାତା ଲକ୍ଷ୍ମୀ, ଯିଏ ବି ଆପଣଙ୍କର ଏହି ଭିଡିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଲେଖିବେ, ତାଙ୍କ ଜୀବନରେ କେବେ ଦୁଃଖ କଷ୍ଟ ଅଭାବ ଅନଟନ ଆସିବାକୁ ଦେବେ ନାହିଁ। ତ ଦର୍ଶକ ବନ୍ଧୁ, ଶ୍ରାବଣ ମାସର କୌଣସି ବି ସୋମବାର ଦିନ ଆପଣ ସକାଳୁ ଶୀଘ୍ର ଉଠିବେ, ସ୍ନାନ କରିବେ ଆଉ ସ୍ନାନ ଜଳରେ ଏକ ବୁନ୍ଦା ଗଙ୍ଗା ଜଳ ପକାଇବେ, ତା ସହିତ ଏକ ଚୁଟକି ହଳଦୀ ପକାଇବେ। ତାପରେ ସେହି ଜଳରେ ସ୍ନାନ କରିବେ। ତାପରେ ଗଙ୍ଗା ଜଳ ନେଇକି ଏହି ଦିନ ଆପଣଙ୍କ ଘରର ଚାରିଆଡେ ଛିଞ୍ଚନ କରିଦେବେ। ତ ଦର୍ଶକ ବନ୍ଧୁ, ଏହା କରିବା ଦ୍ୱାରା ରାତାରାତି ଆପଣଙ୍କର ଭାଗ୍ୟ ଚମକିବ ଏବଂ ଆପଣଙ୍କ ଘରେ ଯେତେ ବି ନେଗେଟିଭ ଏନର୍ଜି ଥିବ ତାହା ଦୂର ହୋଇଯିବ। ତ ଶ୍ରାବଣ ସୋମବାର ଦିନ ବହୁତ ଶୁଭ ଓ ଉତ୍ତମ ଦିନ ହୋଇଥାଏ। ତ ଏହି ଉପାୟ ଏହି ଦିନ କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କର ଭାଗ୍ୟ ସାଥ ଦେବାକୁ ଲାଗିବ। ଆପଣଙ୍କର ଭାଗ୍ୟରେ ଯେଉଁ ବି ଦୁଃଖ ଅଛି କଷ୍ଟ ଅଛି ତାହା ଆପଣଙ୍କ ଜୀବନରୁ ବହୁତ ଜଲ୍ଦି ଦୂର ହୋଇଯିବ। କାହିଁକି ନା ହଳଦୀ ଆପଣଙ୍କର ଗୁରୁ ଗ୍ରହକୁ ମଜବୁତ କରିବ, ତା ସହିତ ଶ୍ରୀହରି ବିଷ୍ଣୁଙ୍କୁ ବହୁତ ଜଲ୍ଦି ପ୍ରସନ୍ନ ହୋଇଯିବେ। ଶ୍ରୀହରି ବିଷ୍ଣୁ ତୁଳସୀକି ବହୁତ ଭଲ ପାଇଥାନ୍ତି। ଆଉ ଯଦି ତୁଳସୀ ମାତା ସହ ଜଡ଼ିତ କୌଣସି ବି ଉପାୟ ଆପଣ କରିଥାନ୍ତି ତ ତୁରନ୍ତ ଆପଣଙ୍କ ଉପରେ ଶ୍ରୀହରି ବିଷ୍ଣୁ ପ୍ରସନ୍ନ ହୋଇଯିବେ ଏବଂ ଆପଣଙ୍କ ଜୀବନରେ ପ୍ରତ୍ୟେକ କଷ୍ଟକୁ ଦୂର କରିବେ ଏବଂ ଆପଣଙ୍କ ଘରେ ସୁଖ ସମୃଦ୍ଧି ବଢିବାକୁ ଲାଗିବ। ଆଉ ଯେଉଁ ଲୋକ ବହୁତ ଚିନ୍ତିତ ରହିଥାନ୍ତି କି ତାଙ୍କ ପାଖକୁ ଧନ ଆସିନଥାଏ, ପଇସା ତାଙ୍କ ହାତରେ ଜମାରୁ ବି ରହିନଥାଏ, ଅଯଥା ଖର୍ଚ୍ଚ ବହୁତ ବଢିଥାଏ, ବାରମ୍ବାର କରଜ କରିବାକୁ ପଡିଥାଏ, ତ ସେହି ବ୍ୟକ୍ତି ଖାସ କରି ଶ୍ରାବଣର ଏହି ସୋମବାର ଦିନ ତୁଳସୀ ସହ ଯୋଡ଼ା ଉପାୟ ଜରୁର କରନ୍ତୁ। ଆପଣ ଏଥିପାଇଁ କଣ କରିବେ ନା ଗୋଟିଏ ମୌଲି ଢାଗାଟେ ନେବେ, ତା ସହିତ ଅଳ୍ପ ହଳଦୀ ପାଉଡର ନେବେ। ସେହି ହଳଦୀ ପାଉଡରରେ ଅଳ୍ପ ପାଣି ମିଶାଇ ଗାଢା ଗାଢା ପେଷ୍ଟ ବନାଇଦେବେ। ତାପରେ ସେହି ହଳଦୀ ପେଷ୍ଟରେ ସେହି ମୌଲି ଢାଗାକୁ ଭଲସେ ବୁଡାଇଦେବେ। ତାପରେ ସେହି ମୌଲି ଢାଗାକୁ କାଢି ଆଣିକି 3ଟି ଗଣ୍ଠି ପକାଇବେ। ମନେ ରଖନ୍ତୁ, ଗୋଟିଏ ଗଣ୍ଠିରେ ଗୋଟିଏ ମନ୍ତ୍ରକୁ ପଢିବେ। ଆଉ ମନ୍ତ୍ରଟି ହେଉଛି ଜୟ ମାତା ଲକ୍ଷ୍ମୀ ଜୟ ଶ୍ରୀହରି ବିଷ୍ଣୁ। ତାପରେ ଗୋଟିଏ ଗଣ୍ଠି ପକାଇବେ, ତାପରେ ଏହି ମନ୍ତ୍ରକୁ ପଢିବେ ଜୟ ମାତା ଲକ୍ଷ୍ମୀ ଜୟ ଶ୍ରୀହରି ବିଷ୍ଣୁ। ତାପରେ ଗୋଟିଏ ଗଣ୍ଠି ପକାଇବେ, ତାପରେ ମନ୍ତ୍ରଟିକୁ ପଢିବେ। ଏହିପରି 3ଟି ଗଣ୍ଠି ପକାଇବେ, 3 ଥର ମନ୍ତ୍ରଟିକୁ ପଢିବେ। ତାପରେ ସେହି ମୌଲି ଢାଗାକୁ ନେଇ ତୁଳସୀ ଗଛରେ ବାନ୍ଧିଦେବେ। ଆଉ ଏହି ଉପାୟକୁ ଆପଣ ସକାଳୁ କରିବେ। ସେହି ଦିନ ସନ୍ଧ୍ୟା ବେଳେ ତୁଳସୀ ଗଛ ମୂଳରେ ଗୋଟିଏ ଦୀପଟିଏ ଜରୁର ଲଗାଇବେ। ବାସ୍ ଏତିକି ଆପଣ ଏହି ଶ୍ରାବଣ ସୋମବାର ଦିନ କରନ୍ତୁ, ଦେଖିବେ କିପରି ଧନ ସମ୍ପତ୍ତି ଆପଣଙ୍କ ପାଖକୁ ମାଡ଼ି ଆସିବ। ବାକି ଭିଡିଓଟିକୁ ଅଧିକରୁ ଅଧିକ